ବିଦ୍ୟୁତ ସର୍ଟ ସର୍କିଟ୍ରୁ ଜଳିଗଲା ଲକ୍ଷାଧିକ ଟଙ୍କାର ପାନ ବରଜ। ଭୋଗରାଇ ବ୍ଲକ ସନ୍ତୋଷ ବାରିକଙ୍କ ପାନ ବରଜରେ ଘଟିଛି ଏଭଳି ଦୁର୍ଘଟଣା। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ଜଳିପୋଡ଼ି ସବୁ ଛାରଖାର ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଆରୁଆପାଳ ଗ୍ରାମର ସନ୍ତୋଷ ବାରିକଙ୍କ ପାନ ବରଜ କୃଷ୍ଣନଗର ଅଞ୍ଚଳରେ ରହିଥିଲା। ତେବେ ଦିନ ପାଖାପାଖି 2ଟା ସମୟରେ ବିଦ୍ୟୁତ ସର୍ଟ ସର୍କିଟ୍ରୁ ନିଆଁ ଖସିଥିଲା ପାନ ବରଜ ଉପରେ। ଆଉ ଅଧିକ ଗରମ ତାତି ଥିବାରୁ ସମ୍ପୂର୍ଣ୍ଣ ବରଜରେ ନିଆଁ ଲାଗି ପୋଡ଼ି ଯାଇଥିଲା। ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ସବୁକିଛି ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା। ତେବେ ବରଜ ମାଲିକଙ୍କ କହିବା ଅନୁଯାୟୀ ପ୍ରାୟ 2 ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି। ବାଲିଆପାଳରୁ ଜ୍ୟୋତିରାଦିତ୍ୟ ପାତ୍ରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।